ଦେଖୁଛ ଷ୍ଟାର୍ଟର ଖାଇବା ପାଇଁ ଲାଇନ୍ ଲାଗିଲାଣି ଆଉ ଲାଗିବନି କାହିଁ। ମଷ୍ଟର୍ଡ ପ୍ରନ୍, ସି କବାବ, ଫିsh ପତ୍ରପୋଡ଼ା, ରୋଲ୍, ଏଗ୍ ଚିକେନ୍ ନୁଡଲ୍ସ ଆଉ ଡ୍ରାଗନ୍ ଚିକେନ୍ ଯଦି ଥିବ ମେନ୍ୟୁରେ ଲାଇନ୍ ତ ଲାଗିବା ନିଶ୍ଚିତ। ଲାଷ୍ଟ ୱିକ୍ ଡବଲ୍ ଏ କନଭେନସନ୍ ଯାଇଥିଲୁ। ଓକେଜନ୍ ବାହାଘର ଆଉ କ'ଣ ଗରମରେ ବି ଲୋକ ବାହା ହେଉଛନ୍ତି। କେଟରିଂ ଆଉ ଡେକୋରେସନର କାମ ଥିଲା ପାତ୍ର କେଟରର୍ସର। ଲାଷ୍ଟ 20 ଇୟର୍ସରୁ ସେମାନେ କେଟରିଂ ବିଜନେସରେ। ଷ୍ଟାର୍ଟ କରିଲୁ ଆମ୍ ପନ୍ନା ଆଉ ପାଇନାପଲ୍ ଜୁସ୍ ସହ। ଭେଜ୍ ଷ୍ଟାର୍ଟର୍ସରେ ଅପସନ୍ ଭଲ ଥିଲା କିନ୍ତୁ ଭେଜ୍ ଖାଇ କ'ଣ ହେବ। ମେନ୍ ଜିନିଷ ତ ଏଇଟା ମଷ୍ଟର୍ଡ ପ୍ରନ୍, ମେକ୍ସିକାନ୍ ଫିsh, ମାଛ ପତ୍ରପୋଡ଼ା। ବିଶ୍ୱାସ କର 4 ଥର ଲାଇନ୍ରେ ଲାଗିଲୁ ମଷ୍ଟର୍ଡ ପ୍ରନ୍ ଖାଇବାକୁ, ଏତେ ଭଲ ଲାଗୁଥିଲା। ଇମୋସନ୍ସକୁ ଟିକେ କଣ୍ଟ୍ରୋଲ କରିଲୁ ଆଉ ମେନ୍ କୋର୍ସ ଆଡ଼େ ଗଲୁ। ଏକ୍ଜଟିକ୍ ଫ୍ରୁଟ୍ସ କାଉଣ୍ଟରରୁ ଟିକେ ଫ୍ରୁଟ୍ସ ଖାଇଲୁ, ତାପରେ ପ୍ଲେଟ୍ ଆଣିଲୁ। ପୁଲାଉ, ଗାର୍ଲିକ୍ ନାନ୍, ମଟନ୍ କରି, ତନ୍ଦୁରୀ ଚିକେନ୍ ବଟର ମସାଲା ଆଉ ଗୋଟେ ଡିଶ୍ କରିଥିଲେ ସେମାନେ ପୋଟଳ ମଲାଇ କରି। ବିଶ୍ୱାସ କର ପୋଟଳ ମୋତେ ଏତେ ପସନ୍ଦ ନୁହଁ କିନ୍ତୁ ଏଇଟା ଜଷ୍ଟ ନେକ୍ସଟ ଲେଭେଲ୍ ଥିଲା। ଡେଜର୍ଟରେ କୁଲଫି ଆଉ ବଡ଼ି ପାଏସ୍ ଟ୍ରାଏ କରିଲୁ। ଲେଖିକି ରଖ, ପାତ୍ର କେଟରର୍ସକୁ ଯଦି ହାୟାର କରୁଛ ନା, ମଷ୍ଟର୍ଡ ପ୍ରନ୍, ଫିsh ପତ୍ରପୋଡ଼ା, ଡ୍ରାଗନ୍ ଚିକେନ୍, ପୋଟଳ ମଲାଇ କରି, ବଡ଼ି ପାଏସ୍ ଆଉ ମଟନ୍ କରି ଡେଫିନେଟଲି ରଖ ମେନ୍ୟୁରେ। ପର୍ ପ୍ଲେଟ୍ର ପ୍ରାଇସ୍ ବହୁତ ହି ରିଜନେବଲ୍। କ୍ଲାଏଣ୍ଟର ରିକ୍ୱାରମେଣ୍ଟ ହିସାବରେ ସେମାନେ ପ୍ରପର୍ ବଜେଟ୍ରେ ସବୁ ଜିନିଷ ଯୋଗାଇ ଦେବେ। କଣ୍ଟାକ୍ଟ ନମ୍ବର ମେନସନ୍ କରିଦେଇଛି ଫର୍ ଇନକ୍ୱାରିଜ୍। ଚଲୋ ଟାଟା।